ଅଞ୍ଚଳବାସୀଙ୍କ ଭଲ ପାଇବା ସବୁଦିନ ପାଇଁ ମନେ ରହିବ। ଗାଁ ମଝିରେ ବନ୍ଧା ହୋଇଛି ତୋରଣ, ଲାଗିଛି ହୁଡିଂ, ରାସ୍ତା ସାରା ପଡ଼ିଛି ଝୋଟି। ଦୂରରୁ ଭାସି ଆସୁଛି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ ମନ୍ତ୍ରଧ୍ୱନି। ଏ ସାଜସଜ୍ଜାକୁ ଦେଖିଲେ ବେଶ ବାରି ହୋଇ ପଡୁଥିଲା ଗାଁରେ କୌଣସି ବଡ଼ ଧରଣର ପର୍ବ ପାଳନ ହେଉଛି। ଗାଁ ମାଷ୍ଟ୍ରେଙ୍କ ପାଇଁ ଗାଁ ଲୋକଙ୍କ ଏ ପ୍ରୟାସ ସତରେ କେତେ ମହାନ ଏ ଗାଁ ଲୋକ। ଆନନ୍ଦ ଉଲ୍ଲାସ ଏ ପର୍ବରେ ସମସ୍ତଙ୍କ ଆଖିରୁ ଅଜାଣତରେ ଝରି ପଡୁଥିଲା ଦୁଇ ଟୋପା ଲୁହ। ସତେ ଯେମିତି ନିଜ ଆପଣାର ଲୋକଙ୍କୁ କେହି ଯେମିତି ହାତ ପାହାନ୍ତାରୁ ହରାଇ ହୋଇ ପଡୁଛନ୍ତି ଭାବ ବିହୋଳ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ନରସିଂହପୁର ଅଲେଖ ନାହାକାଣୀ ଉପ୍ରା ବିଦ୍ୟାଳୟରେ। ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଖୁଣ୍ଟିଆଙ୍କ ସେବା ନିବୃତ୍ତି ସମାରୋହରେ ଶିକ୍ଷକ ସମାଜର ଦିଗ୍ଦର୍ଶକ। ଶିକ୍ଷାଗୁରୁ ଛାତ୍ରଛାତ୍ରୀଙ୍କ ପାଇଁ ଅପରିହାର୍ଯ୍ୟ। ଗୁରୁ ବିନା ଶିକ୍ଷାଦାନ ଅସମ୍ଭବ। ଗୁରୁ ଓ ଶିକ୍ଷକ ପରସ୍ପର ପରିପୂରକ। ଜଣେ ଆଦର୍ଶ ଶିକ୍ଷକ ଜଣେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି। ଆଉ ଯେଉଁ ଆଦର୍ଶ ଶିକ୍ଷକଙ୍କର ଯେତେବେଳେ ଅବସର ହୁଏ ସେତେବେଳେ ସମଗ୍ର ଛାତ୍ର ସମାଜ ଭାଙ୍ଗି ପଡେ ଓ ଅସହାୟ ହୋଇପଡେ। ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଖୁଣ୍ଟିଆ ଅବସର ନେଇଥିଲେ। ଏହି ଅବସରରେ ମା ଅଲେଖ ସୁନ୍ଦରୀଙ୍କ ପୀଠରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା। ଶ୍ରୀ ଖୁଣ୍ଟିଆ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ସମାଜସେବୀ ଓ ପର ଉପକାରୀ ମଣିଷ ଥିଲେ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଶ୍ରୀ ଖୁଣ୍ଟିଆଙ୍କର ଶିକ୍ଷାଦାନର କୌଶଳ ପଦ୍ଧତି ଏତେ ନିପୁଣ ଥିଲା ଯେ ସଭାରେ କୋଟି କୋଟି ଛାତ୍ରଛାତ୍ରୀମାନେ ତାଙ୍କ ଅଭିଭାଷଣରେ ଭାବ ବିହୋଳ ହୋଇ ତାଙ୍କ ଅଭିଭାଷଣ ରଖିଥିଲେ। ପରିଶେଷରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଖୁଣ୍ଟିଆଙ୍କୁ ଗ୍ରାମବାସୀ ଓ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଭାବ ବିହୋଳ ପରିବେଶରେ ଶିକ୍ଷକଙ୍କୁ ଗାଁ ପରିକ୍ରମା କରାଯାଇ ଅଶ୍ରୁଳ ବିଦାୟ ଦେଇଥିବାର ଦେଖିବାକୁ ମିଳିଥିଲା। ବ୍ୟୁରୋ ରିପୋର୍ଟ, ନେକ୍ସସ୍ ଓଡ଼ିଶା ନ୍ୟୁଜ୍।